ଭାରତରେ ବା ଓଡ଼ିଶାରେ ଉଦ୍ଭାବନ ଆବିଷ୍କାର ସଂଖ୍ୟା ଏଭ୍ରି ଇୟର୍ କମି କମି ଯାଉଛି। ଫିଜିକ୍ସ, କେମିଷ୍ଟ୍ରି, ବାୟୋ ଏପରି ଗୁରୁତ୍ୱପୂର୍ଣ୍ଣ ବିଷୟରେ ନୋବେଲ ପୁରସ୍କାର ପାଇବାରେ ଭାରତ ବହୁତ ପଛରେ। ଏହା ଆପଣ ପ୍ରତିବର୍ଷ ବିଭିନ୍ନ ଗଣମାଧ୍ୟମରେ ପଢ଼ିବାକୁ ପାଉଛନ୍ତି, ଦେଖିବାକୁ ପାଉଛନ୍ତି। ଏହାର ପଛରେ କାରଣ କ'ଣ? ବିଶ୍ୱନାଥ ପାଢ଼ୀଙ୍କର ଏହି ଲେଖା ଆପଣଙ୍କୁ ପରିବର୍ତ୍ତନ କରିବ। ଯେଉଁ ଶିକ୍ଷାବିତ୍ମାନେ, ପ୍ରଶ୍ନକର୍ତ୍ତାମାନେ, ମୂଲ୍ୟାଙ୍କନକାରୀମାନେ ଶିକ୍ଷାକୁ ସାକାର କରିବା ପାଇଁ ନୀତି ନିୟମ ତିଆରି କରୁଥିବା ଭାଇ ଭଉଣୀମାନେ ଏହି ଲେଖାକୁ ପଢ଼ିବା ଆବଶ୍ୟକ। ମୁଦ୍ରଣ ପେପରରେ ପ୍ରକାଶିତ ପରେ ଆଉ କିଛି ଦିନ ପରେ ଏହାକୁ ଆମେ ଠୁଙ୍ଗା ତିଆରି କରିପାରିବା, ଏହାକୁ ଆମେ କାନ୍ଥରେ ମାରିପାରିବା, ଏହାକୁ ଆମେ ଆଉ ଥରେ ରିସାଇକେଲ୍ ପାଇଁ ଅନ୍ୟ ଜାଗାକୁ ପଠାଇ ପାରିବା। କିନ୍ତୁ ସେହି ଖଣ୍ଡେ କଭର କାଗଜ ଭିତରେ କଭର ହୋଇ ରହିଛି ଅନେକ କଥା, ଯାହାକୁ ଆପଣ ପଢ଼ିଲେ ବୁଝିପାରିବେ। ଏହି ଲେଖାଟିକୁ ଆପଣ ପଢ଼ନ୍ତୁ ଆଉ ଅନୁଭବ କରନ୍ତୁ ଯେ ବାସ୍ତବିକ ଆଜି ଭାରତରେ ଶିକ୍ଷା ଆୟତନର ହ୍ରାସ ହେବାର କାରଣ କ'ଣ ଏଥିରେ ସ୍ପଷ୍ଟ ଭାବରେ ଲେଖାଯାଇଛି। ପ୍ରତି ବାକ୍ୟ ପଢ଼ିବେ ଆପଣ। 20ଟା ବାକ୍ୟ ରହିଛି, 6ଟି ପାରାଗ୍ରାଫ ରହିଛି। ଏହି 20ଟା ବାକ୍ୟ, ପ୍ରତି ବାକ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ବର୍ତ୍ତମାନର ପରିସ୍ଥିତିରେ। ତେଣୁ ଯେତେବେଳେ ମେମୋରାଇଜେସନ୍କୁ ଗୁରୁତ୍ୱ ଦିଆଯାଉଛି, ସେତେବେଳେ ଇନଭେନ୍ସନ୍ ଆଉ ଡିସ୍କଭରି ପଛେ ସ୍ୱାଭାବିକ କଥା। ମୂଲ୍ୟାଙ୍କନକାରୀମାନେ ମଧ୍ୟ ମେମୋରାଇଜେସନ୍କୁ ନେଇ ମୂଲ୍ୟାଙ୍କନ କରୁଥିବାରୁ ଏଥିରେ ଅନେକ ଗଡ଼ବଡ଼ ଦେଖାଦେଲାଣି। ବିଶ୍ୱନାଥ ପାଢ଼ୀଙ୍କର ଏହି ଲେଖା ଶିକ୍ଷା ଆଦର୍ଶକୁ ସକ୍ରିୟ କରିବା, ବିକଶିତ ଭାରତ ନିର୍ମାଣ କରିବାରେ ଯେଉଁ ଯୋଜନା ରହିଛି, ସେହି ଯୋଜନାରେ ଏହାକୁ ଅଧିକ ସାକାର କରିବା ପାଇଁ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ବାକ୍ୟ ଲୁଚି ରହିଛି। ଭଲରେ ପଢ଼ନ୍ତୁ, ଭଲରେ ବୁଝନ୍ତୁ। ଆଉ ଗୋଟିଏ ବାକ୍ୟ ଆମେ କହିବା ପାଇଁ ଚାହୁଁଛୁ ଆମ ଅନୁଭୂତିରୁ ଯେ ଘୋଷିବା ଶକ୍ତିକୁ ନେଇ ପାଠ କେବେ ବି ଆଗକୁ ଯାଇପାରିବ ନାହିଁ। ତେଣୁ 100% ହଜିଯାଇଥିବା ପ୍ରତିଭା କେଉଁ ପ୍ରତିଭାକୁ ସୃଷ୍ଟି କରିବ, ଏହା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ତେଣୁ ବର୍ତ୍ତମାନର ଶିକ୍ଷା ପଦ୍ଧତିରେ ପିଲାମାନେ ଘୋଷି 100ରୁ 100 ମାର୍କ ଆଣୁଛନ୍ତି, କିନ୍ତୁ 100ରୁ 100 ମାର୍କ ଆଣୁଥିବା ପିଲା 10 ବର୍ଷ ଭିତରେ ଭାରତର କେଉଁ ଚାକିରି ନିଯୁକ୍ତି ରହୁଛି ଆଉ ଦେଶ ନିର୍ମାଣ କରିବା ପାଇଁ କେଉଁ ପ୍ରକାର ପ୍ରତିଭା ସୃଷ୍ଟି କରୁଛି, ଆମେ ଏଥିରେ ପ୍ରଶ୍ନ ସୃଷ୍ଟି କରିବା। ଆମେରିକା, ଜାପାନ ଏପରି ଅନେକ ବିକଶିତ ଦେଶରେ ପିଲାମାନେ ପାଠକୁ ବୁଝି ନମ୍ବର ଆଣନ୍ତି, କିନ୍ତୁ ଭାରତରେ 100ରୁ 100 ନମ୍ବର ଆଣିବା ଏକ ଫ୍ୟାସନ୍ ହୋଇଗଲାଣି। ଏହାଦ୍ୱାରା ଭାରତର ଗୁଣାତ୍ମକ ମାନ କମୁଛି ଏବଂ ଭାରତ ଯେଉଁ ବିଶ୍ୱଗୁରୁ ହେବା ପାଇଁ ଚେଷ୍ଟା କରୁଛି, ଏହି ଘୋଷି ପାଠ ପଢ଼ି ବିଶ୍ୱଗୁରୁ ହେବାର ସମ୍ଭାବନା ଦୁର୍ବଳ ହେବ। ତେଣୁ ନିବେଦନ ରହୁଛି, ମେମୋରାଇଜେସନ୍କୁ ନେଇ ଆମେ ମୂଲ୍ୟାଙ୍କନ କରିବା ନାହିଁ। ଶିକ୍ଷା ଯେତେବେଳେ ସାକାର ହେବ, ଦେଶ ରାଷ୍ଟ୍ର ଗଠନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଆସିପାରିବ। ଏହି ଆଲକ୍ଷ୍ୟ ବିଶ୍ୱନାଥ ପାଢ଼ୀଙ୍କର ଲେଖାଟି ଅତି ସୁନ୍ଦର ହୋଇଛି। ଏହା ଏକ ସମାଜ ପେପରରୁ ଆମେ ପ୍ରକାଶିତ କରୁଛୁ, କାରଣ ରିସାଇକୁଲେସନ୍ ବା ରିସେଣ୍ଡ ଦ୍ୱାରା ଅଧିକ ଲୋକଙ୍କ ପାଖରେ ଖବର ପହଞ୍ଚିପାରିବ, ଯାହାକି ଓଡ଼ିଶା ଏବଂ ଭାରତର ଶିକ୍ଷା ପଦ୍ଧତିରେ ଯେଉଁ ରିଭଲ୍ୟୁସନାରୀ ଆସିଛି ତାହାକୁ ଆମେ ଅନୁଭବ କରିପାରିବା। ତେଣୁ ଆସନ୍ତୁ, ପାଠ ଘୋଷି ଅଧିକ ନମ୍ବର ଆଣିବା ପାଇଁ ଚେଷ୍ଟା କରିବା ନାହିଁ। ପାଠକୁ ବୁଝି ଅଧିକ ନମ୍ବର ଆଣିପାରିଲେ ଆମେ ଯେଉଁ ଚାକିରିରେ ବି ରହିବା, ସେ ଚାକିରିରେ ଆମେ ଲୋକଙ୍କୁ ସେବା କରିପାରିବା। ଆଜି ଅନେକ ପ୍ରତିଭା ଗାଁରେ ଅଛନ୍ତି, ସେହି ପ୍ରତିଭାକୁ ଠାବ କରିବାରେ ଆମେ ବିଫଳ ଅଛୁ, କାରଣ ସେମାନଙ୍କର ମେମୋରି କମ୍ କିନ୍ତୁ ନଲେଜ ଅଧିକ। ଲେଖାଟି ସେୟାର କରିବେ, ଅନୁଭବ କରିବେ। ଏହା କେବଳ ଓଡ଼ିଶା ପାଇଁ ନୁହେଁ, ସମଗ୍ର ଭାରତ ପାଇଁ ଏହି ଲେଖାଟି ଅତି ଗୁରୁତ୍ୱପୂର୍ଣ୍ଣ ଅଛି। ଲେଟ୍ସ କମ୍ ଆଣ୍ଡ ଫିଲ୍ ଦ ପାୱାର ଅଫ୍ ଏଜୁକେସନ୍।